ପୂର୍ବ ଭିଡ଼ିଓରେ ଆମେ ସମାନ୍ତରାଳ ସଂଯୋଗ ବିଷୟରେ କଥା ହୋଇଥିଲେ। କାହାର? ପ୍ରତିରୋଧ ବା ରେଜିଷ୍ଟରର। ତେବେ ଆମେ ଏହା କଥା ହୋଇଥିଲେ ଯେ ଏଇ ଦୁଇଟି ରେଜିଷ୍ଟର ବା ପ୍ରତିରୋଧ ସମାନ୍ତରାଳ ସଂଯୋଗରେ ଅଛନ୍ତି। କାହିଁକି? କାହିଁକି ନା ସେମାନଙ୍କର ଦୁଇ ପ୍ରାନ୍ତ ସମାନ ପଏଣ୍ଟକୁ ଲାଗିଛି ବା ସେମାନେ ସମାନ ନୋଡ୍ ସେୟାର କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଭୋଲ୍ଟେଜ ଏ ଦୁଇଟି ଯାକ ରେଜିଷ୍ଟର ଆକ୍ରସରେ ବା ତାଙ୍କ ପ୍ରାନ୍ତରେ ବିଦ୍ୟୁତ ବିଭବର ପାର୍ଥକ୍ୟ ବା ଭୋଲ୍ଟେଜ ସମାନ ରହିଛି। ତେଣୁକରି ଆମେ କହିଲେ ଯେ ଏଇ ଦୁଇଟି ରେଜିଷ୍ଟର ସମାନ୍ତରାଳ ସଂଯୋଗରେ ଅଛନ୍ତି ଏବଂ ଆମେ ଏହା ମଧ୍ୟ କହିଥିଲେ ଯେ ସେ ଦୁଇଟି ରେଜିଷ୍ଟରକୁ ଆମେ ଗୋଟିଏ ରେଜିଷ୍ଟର ବା ଗୋଟିଏ ପ୍ରତିରୋଧ ଦ୍ୱାରା ରିପ୍ଲେସ୍ କରିପାରିବା, ଯାହାକୁ ଆମେ କହିବା ଯେ ଏହି ରେଜିଷ୍ଟରଟି ଏହି ଦୁଇଟି ରେଜିଷ୍ଟରର ସମତୁଲ୍ୟ ପ୍ରତିରୋଧ ବା ସମତୁଲ୍ୟ ରେଜିଷ୍ଟର ବା ଇକ୍ୱିଭାଲେଣ୍ଟ ରେଜିଷ୍ଟାନ୍ସ। ଏବଂ ଏହି ଦୁଇଟି ରେଜିଷ୍ଟର ବା ପ୍ରତିରୋଧର ସମତୁଲ୍ୟ ପ୍ରତିରୋଧ ନିର୍ଣ୍ଣୟ କରିବା ପାଇଁ ଆମେ ଏକ ସୂତ୍ର ମଧ୍ୟ ଦେଇଥିଲେ। କ'ଣ କହିଥିଲେ? ଯଦି ଏ ଦୁଇଟି ରେଜିଷ୍ଟର R1 ଏବଂ R2 ହେଉଛନ୍ତି ଏବଂ ତାଙ୍କ ସମତୁଲ୍ୟ ପ୍ରତିରୋଧ RP ହେଉଛି, ତାହେଲେ ଆମେ କହିପାରିବା ଯେ 1/RP = 1/R1 + 1/R2। ଏହା ଆମେ କହିଥିଲେ ଯଦି ଆମେ ଦୁଇଟି ରେଜିଷ୍ଟର ବା ପ୍ରତିରୋଧର ସମତୁଲ୍ୟ ପ୍ରତିରୋଧ ନିର୍ଣ୍ଣୟ କରିବାକୁ ଚାହୁଁଛନ୍ତି ତାହେଲେ ଆମେ ଏହି ସୂତ୍ର ବ୍ୟବହାର କରି ଏହା ନିର୍ଣ୍ଣୟ କରିପାରିବା। ତେବେ ବର୍ତ୍ତମାନ ତୁମେ ପଚାରିପାରିବ ଯଦି ଏଠାରେ ଦୁଇଟି ପ୍ରତିରୋଧ ନଥାଇ ଅଧିକ ପ୍ରତିରୋଧ ଥିବେ ତାହେଲେ ଆମେ କିପରି ନିର୍ଣ୍ଣୟ କରିବା ଯେ ସେମାନଙ୍କର ସମତୁଲ୍ୟ ପ୍ରତିରୋଧ କେତେ ହେବ? ତେବେ ଭାବନ୍ତୁ ମାନେ ପଚାରିଲ ଯେଟା R3 ଅଛି, R4 ଅଛି, R5 ଅଛି, ଏହିପରି Rn ଯାଏଁ ଅଛି। R3, R4, R5 ଏଗୁଡ଼ିକ ମୁଁ ଏଠାରେ ଦେଖାଏ ନାହିଁ, ଭାବିଦିଅ ଏଠାରେ ବହୁତ ଗୁଡ଼ିଏ ରେଜିଷ୍ଟର ଲାଗିଛନ୍ତି ଏବଂ କେତେ ଅଛି? Nଟି ରେଜିଷ୍ଟର ଅଛି। ଶେଷଟିକୁ ଆମେ ନାଁ ଦେଲେ Rn। ଏବଂ ତେବେ ତୁମେ ପଚାରୁଛ ଯେ ଏହି କ୍ଷେତ୍ରରେ ଆଙ୍କର ସମୂହ ପ୍ରତିରୋଧ ବା ସମତୁଲ୍ୟ ପ୍ରତିରୋଧ କେତେ ହେବ? ବା ଆମେ କିପରି ନିର୍ଣ୍ଣୟ କରିବା ଯାହାର ସମତୁଲ୍ୟ ପ୍ରତିରୋଧ କେତେ ହେବ? ସେଥିପାଇଁ ଆମେ କେଉଁ ସୂତ୍ର ବ୍ୟବହାର କରିବା? ତେବେ ଚାଲନ୍ତୁ ପୂର୍ବ ଭଳି ଏହାକୁ ଆନାଲିସିସ୍ ବା ତର୍ଜମା କରିବା। ଏଠାରେ କରେଣ୍ଟ ଆସୁଛି, ବ୍ୟାଟେରୀ ଏହାକୁ କରେଣ୍ଟ ଦେଉଛି, ବ୍ୟାଟେରୀ ଏଠାରେ ଲାଗିଛି, ଏହା ବିଦ୍ୟୁତ ସ୍ରୋତ ବା କରେଣ୍ଟ ଦେଉଛି ଏବଂ କେତେ କରେଣ୍ଟ ଦେଉଛି? ଭାବିନିଅ I କରେଣ୍ଟ ଦେଉଛି। ସେଇ କରେଣ୍ଟ ଏମାନଙ୍କ ମଧ୍ୟ ଦେଇ ଆସି ପୁଣି ବ୍ୟାଟେରୀକୁ ଫେରୁଛି କେତେ? ସେ I କରେଣ୍ଟ। ତେବେ କରେଣ୍ଟଟି ଏଠାରେ କ'ଣ ହେଇଯିବ? ବିଭକ୍ତ ହୋଇଯିବ। ସବୁ ଅଲଗା ଅଲଗା ରେଜିଷ୍ଟର ଅଲଗା କରେଣ୍ଟ ବିଭକ୍ତ ହୋଇଯିବ। ଯେମିତିକି R1 ରେ I1, R2 ରେ I2, R3 ଏମିତି R4, Rn ରେ କରେଣ୍ଟଟି ବିଭକ୍ତ ହୋଇଯିବ ଏବଂ ସବୁ କରେଣ୍ଟ ପୁଣି ଆସି ଏଠାରେ ମିଶିଯିବେ। ମିଶି ପୁଣି କେତେ ହୋଇଯିବେ? I କରେଣ୍ଟ ହୋଇଯିବେ। ଏବଂ ଆମେ କହିବା ଯେ ଏବଂ ଆମେ ଜାଣିଛନ୍ତି ଯେ ସବୁ ରେଜିଷ୍ଟର ବା ପ୍ରତିରୋଧ ଆକ୍ରସରେ ବା ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ ବିଭବର ପାର୍ଥକ୍ୟ ବା ଭୋଲ୍ଟେଜ ସମାନ ରହିଛି। କାହିଁକି? ସେମାନେ ସମାନ୍ତରାଳ ସଂଯୋଗରେ ଲାଗିଛନ୍ତି ବା ପାରାଲାଲ କନେକ୍ସନରେ ଲାଗିଛନ୍ତି। ତେଣୁ ଆମେ କହିପାରିବା I ଟୋଟାଲ ଏଇ ଯେଉଁ କରେଣ୍ଟଟି ଏଠାରେ ବିଭକ୍ତ ହେଉଛି R1 ରେ, R2 ରେ, R3 ରେ, R4 ରେ, ଏହିପରି Rn ଯାଏଁ ଆମେ କହିପାରିବା I ସମ୍ପୂର୍ଣ୍ଣ ଟୋଟାଲ କରେଣ୍ଟ I = I1 + I2 + I3 + I4 ... In ଏବଂ ତାକୁ ଆମେ ଏପରି ଲେଖିପାରିବା I = summation of I in n ରେଜିଷ୍ଟର୍ସ। ମାନେ 1 ରେ କେତେ କରେଣ୍ଟ ଯାଉଛି, +2 ରେ କେତେ କରେଣ୍ଟ ଯାଉଛି, +3 ରେ କେତେ କରେଣ୍ଟ ଯାଉଛି, +4 ରେ ଆମେ ସବୁ କରେଣ୍ଟକୁ ଆଡ୍ କରିଦେବା। ଆଡ୍ କରିଦେଲେ ବା ମିଶାଇ ଦେଲେ ଆମକୁ ମିଳିଯିବ ଟୋଟାଲ କରେଣ୍ଟ କେତେ। ସେଇଥିପାଇଁ ମୁଁ ଏଠାରେ ସमेସନ ସିମ୍ବଲ ୟୁଜ୍ କରିଛି। ଏବଂ ମୁଁ କହିପାରିବି ଯେ ଗୋଟିଏ ରେଜିଷ୍ଟରରେ କରେଣ୍ଟ କେତେ ଯାଉଥିବ ତାକୁ ମୁଁ ନାଁ ଦେଲି IN। ମୁଁ କହିପାରିବି = 1/Rn × V। ମାନେ ମୁଁ ଏଠାରେ ଓମଙ୍କ ନିୟମ ୟୁଜ୍ କଲି ବା ବ୍ୟବହାର କଲି। ଓମଙ୍କ ନିୟମ କ'ଣ କହୁଛି? V = IR। ତେଣୁକରି I = V/R। ତ ମୁଁ ଏଠାରେ ଲେଖିଛି 1/Rn × V ବା ଯାହାକୁ ମୁଁ କହିପାରିବି V/Rn। ମାନେ ମୁଁ ଗୋଟାଏ ରେଜିଷ୍ଟରରେ କରେଣ୍ଟ କାଢ଼ିଦେଲି କେତେ? 1/Rn × V ବା V/Rn। ତେବେ ମୁଁ ଯଦି ଟୋଟାଲ କରେଣ୍ଟ ବା ସମ୍ପୂର୍ଣ୍ଣ କରେଣ୍ଟ କାଢ଼ିବାକୁ ଚାହୁଁଛି ତାହେଲେ ମୁଁ କ'ଣ କରିପାରିବି? ମୁଁ ଏହା ଲେଖିପାରିବି ଏଇ ଯେଉଁ ଜିନିଷକୁ ଗୋଟାଏ ରେଜିଷ୍ଟରରେ ମୁଁ ଏତିକି କରେଣ୍ଟ ପାଇଲି। ତେଣୁକରି ସବୁ ରେଜିଷ୍ଟର ପାଇଁ ମୁଁ ଲେଖିପାରିବି କରେଣ୍ଟ ଇନ୍ ରେଜିଷ୍ଟର 1 ବା ପ୍ରତିରୋଧ 1 ରେ କରେଣ୍ଟ, ପ୍ରତିରୋଧ 2 ରେ କରେଣ୍ଟ, R2 ରେ କରେଣ୍ଟ, ସେମିତି ପ୍ରତିରୋଧ 3 R3 ରେ କରେଣ୍ଟ, ଏହିପରି ଲେଖିପାରିବି। ତ ମୁଁ ତାକୁ କ'ଣ ଲେଖିପାରିବି? I = କ'ଣ ଲେଖିବି? ପ୍ରଥମ ପାଇଁ ହେବ V/R1, ଦ୍ୱିତୀୟ ପାଇଁ V/R2 ସବୁ କରେଣ୍ଟ। ପ୍ରଥମ ରେଜିଷ୍ଟରରେ କରେଣ୍ଟ ହେଲା I ହେଲା କେତେ? ପ୍ରଥମ ରେଜିଷ୍ଟରରେ କରେଣ୍ଟକୁ ଯଦି I1 କୁହେ ତାହେଲେ I1 ହେବ V/R1, I2 ହେବ V/R2, I3 ହେବ V/R3। ତେଣୁକରି ସବୁଗୁଡ଼ିକ ମୁଁ ବର୍ତ୍ତମାନ ଆଡ୍ କରିବି ବା ମିଶାଇବି। ତ V/R1 + V/R2 + V/R3 + V/R4 + V/R5 ... ଏମିତି ଚାଲିବ V/Rn। ତ ମୁଁ ଯଦି ସବୁଥିରୁ V କମନ୍ ନେଇଯାଏ ତାହେଲେ ମୁଁ କ'ଣ ପାଇବି? I = V × 1/R1 + 1/R2 + 1/R3 ଏହିପରି ... ଚାଲିବ 1/Rn। ତେବେ
ମୁଁ ପୂର୍ବରେ ଯେମିତି କରୁଥିଲି ଏ ସମସ୍ତ ରେଜିଷ୍ଟର ଯେଉଁ ଅଛନ୍ତି 1/r1 + 1/r2 + 1/r3 ତାଙ୍କ ଜାଗାରେ ମୁଁ ଗୋଟିଏ ସମତୁଲ୍ୟ ରେଜିଷ୍ଟର ରିପ୍ଲେସ୍ କରିଦେଉଥିଲି। ତାକୁ ମୁଁ ଲେଖୁଥିଲି କ'ଣ rp। ତ ମୁଁ ଏହାକୁ ଏଇ ଯେଉଁ ଏକ୍ସପ୍ରେସନଟି ଅଛି 1/r1 + 1/r2 + 1/r3 ... 1/rn ତାକୁ ମୁଁ 1/rp ରେ ରିପ୍ଲେସ୍ କରିଦେଇ ପାରିବି ବା ତାଙ୍କ ସ୍ଥାନରେ ମୁଁ 1/rp ଲେଖିଦେଇପାରିବି। ମୁଁ ଏଠାରେ କ'ଣ କହିବାକୁ ଚାହୁଁଛି ଯେ ସମସ୍ତ ରେଜିଷ୍ଟର ମିଶି ଯାହା କାମ କରୁଛନ୍ତି ଏ rp ହେଉଛି ତାଙ୍କ ସମତୁଲ୍ୟ ରେଜିଷ୍ଟର, ତେଣୁକରି ସିଏ ମଧ୍ୟ ସେଇ କାମ କରୁଛି। ତାହେଲେ ମୁଁ କ'ଣ ପାଇଯିବି, ଟିକେ ତଳକୁ ଆସିବା, ମୁଁ କ'ଣ ପାଇବି 1/rp = 1/r1 + 1/r2 + 1/r3 + 1/r4 + 1/r5 ... ଏହିପରି ଚାଲିବ 1/rn। ତ ମୁଁ ଏଠାରେ କ'ଣ କଲି ଯେ ମୁଁ ସବୁ ରେଜିଷ୍ଟର ଯେଉଁ ସମସ୍ତ ରେଜିଷ୍ଟର ଲାଗିଥିଲେ ତାଙ୍କର ସମତୁଲ୍ୟ ରେଜିଷ୍ଟର ପାଇଁ ବା ସମତୁଲ୍ୟ ପ୍ରତିରୋଧ ପାଇଁ ମୁଁ ଏକ ସୂତ୍ର ପାଇଗଲି। କ'ଣ ପାଇଲି 1/rp = 1/r1 + 1/r2 + 1/r3 + ... 1/rn। ତେଣୁକରି ଏହା ହେଉଛି ମୋର ଯଦି ଦୁଇଟି ରେଜିଷ୍ଟର ପାଇଁ ତ ମୁଁ ଦୁଇଟି ପ୍ରତିରୋଧ ପାଇଁ ମୁଁ ଅଲରେଡ଼ି ଫର୍ମୁଲା ବା ସୂତ୍ର ପାଇସାରିଥିଲି 1/rp = 1/r1 + 1/r2। ଏବେ ଯଦି ଅଧିକ ନମ୍ବର ଅଫ୍ ପ୍ରତିରୋଧ ବା ରେଜିଷ୍ଟର ସମାନ୍ତରାଳ ସଂଯୋଗରେ ଲାଗିଥାନ୍ତି ବା ପାରାଲାଲ କନେକ୍ସନରେ ଲାଗିଥାନ୍ତି ତାହେଲେ ତାଙ୍କ ପାଇଁ ମୁଁ ଏହି ସୂତ୍ରଟି ବ୍ୟବହାର କରିପାରିବି ଯେ 1/rp = 1/r1 + 1/r2 + 1/r3 ... 1/rn।